ପିଲାମାନେ ଆଜି ଆସ ଆମେ ସାହିତ୍ୟ ଅଭ୍ୟାସ କ୍ରମରେ ନବମ ଶ୍ରେଣୀ ସାହିତ୍ୟ ବହିର ପ୍ରବନ୍ଧ ବାମନର ହାତ ଓ ଆକାଶର ଚନ୍ଦ୍ର ଏହି ପ୍ରବନ୍ଧଟି ପଢ଼ିବା ଏବଂ ବୁଝିବାକୁ ଚେଷ୍ଟା କରିବା। ଏହି ଭିଡ଼ିଓରେ ପ୍ରବନ୍ଧର ପ୍ରଥମ ଭାଗ ଆଲୋଚିତ ହୋଇଛି। ପ୍ରବନ୍ଧଟିକୁ ଲେଖିଛନ୍ତି ପଣ୍ଡିତ ଗୋଦାବରୀଶ ମିଶ୍ର। ସତ୍ୟବାଦୀ ସାହିତ୍ୟର ଅନ୍ୟତମ ବଳିଷ୍ଠ ସାରସ୍ୱତ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ର ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, ବିଶିଷ୍ଟ ଦାର୍ଶନିକ, ବ୍ୟବସ୍ଥାପକ, ଜନସେବକ, ସମାଜ ସଂସ୍କାରକ, ନିର୍ଭୀକ ସମାଲୋଚକ ଏବଂ ଜଣେ ମହାନ ଜନନାୟକ। ପୁରୀ ଜିଲ୍ଲାର ବାଣପୁର ଥାନା ଅନ୍ତର୍ଗତ ଶାଳିଆ ନଦୀ ତଟଦେଶରେ ଅବସ୍ଥିତ ଶ୍ରୀନିବାସପୁର ଗ୍ରାମର ଶାସନରେ ତାଙ୍କର ଜନ୍ମଗ୍ରହଣ ହୋଇଥିଲା। ଜନସାଧାରଣଙ୍କ ପାଖରେ ପଣ୍ଡିତ ନାମରେ ଖ୍ୟାତ ସେହି ଯୋଗଜନ୍ମ ବରପୁତ୍ର କେବଳ ଜଣେ ବହୁମୁଖୀ ପ୍ରତିଭାର ଅମର ମଣିଷ ନଥିଲେ, ଥିଲେ ଉତ୍କଳର ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅନୁଷ୍ଠାନ। ସେବା, ସାମ୍ବାଦିକତା, ସାହିତ୍ୟ ଓ ମନ୍ତ୍ରିତ୍ୱ ଆଦି କ୍ଷେତ୍ରରେ ନିଜ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରି ସେ ଉତ୍କଳ ଜନନୀର ମୁଖକୁ କରିଥିଲେ ସମୁଜ୍ଜ୍ୱଳ। ମାତୃଭୂମି ପାଇଁ ତାଙ୍କର ସାଧନା, ତ୍ୟାଗ ଓ ଅବଦାନ ତାଙ୍କୁ ଯୁଗ ଯୁଗ ଧରି ଉତ୍କଳର ଜନମାନସରେ ଉଜ୍ଜୀବିତ କରି ରଖିବ। ଯଦି ପ୍ରବନ୍ଧର ପୃଷ୍ଠଭୂମିକୁ ଆମେ ଦେଖୁ, ତେବେ ବାମନର ହାତ ଓ ଆକାଶର ଚନ୍ଦ୍ର ଶୀର୍ଷକ ପ୍ରବନ୍ଧଟି ପ୍ରାବନ୍ଧିକଙ୍କ ଦ୍ୱାରା ପ୍ରଣୀତ ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ ଏହି ଆତ୍ମଜୀବନୀର ଅଂଶବିଶେଷ। ଏଠାରେ ପ୍ରାବନ୍ଧିକ ତତ୍କାଳୀନ ଶିକ୍ଷା ପଦ୍ଧତି ସମ୍ପର୍କରେ ଆଲୋକପାତ କରିବା ସହିତ ନିଜ ଉଚ୍ଚ ବିଦ୍ୟାଳୟ ଶିକ୍ଷା ସମ୍ବନ୍ଧରେ କେତେକ ରୋମାଞ୍ଚକର ଘଟଣାର ସୂଚନା ଦେଇଛନ୍ତି। ଏବେ ଆସ ଆମେ ପ୍ରବନ୍ଧର ସାରମର୍ମ ବୁଝିବା ପାଇଁ ଚେଷ୍ଟା କରିବା। ଆକୃତିରେ କ୍ଷୁଦ୍ର ମାନବକୁ ଏ ସଂସାର ବାମନର ଆଖ୍ୟା ଦିଏ। ସେ ଯଦି ପୃଥିବୀଠାରୁ ବହୁ ଦୂରରେ ଆକାଶରେ ବକ୍ଷରେ ଲୋଭନୀୟ ଦିଶୁଥିବା ଚନ୍ଦ୍ରମଣ୍ଡଳକୁ ଧରିବା ପାଇଁ ହାତ ବଢ଼ାଏ, ତେବେ ତାର ସେହି ଚେଷ୍ଟା ଯୋଗୁଁ ସେ ଲୋକହସା ହେବ, ଏହା ନିଃସନ୍ଦେହ। କେବଳ ସେ ନୁହେଁ, ପୃଥିବୀର ସବୁଠାରୁ ଡେଙ୍ଗା ଲୋକ ଯଦି ବି ଚନ୍ଦ୍ରକୁ ଧରିବାକୁ ଚେଷ୍ଟା କରେ, ତେବେ ସେ ମଧ୍ୟ ଲୋକହସା ହେବ। ତଥାପି ଇତିହାସ କହେ କେତେକ ବାମନ ଅସଂଖ୍ୟ ଲୋକଙ୍କୁ ଟପି ଚନ୍ଦ୍ରକୁ ହାତ ବଢ଼ାଇ କୃତକାର୍ଯ୍ୟ ହୋଇଛନ୍ତି। ଅର୍ଥାଭାବ ଯୋଗୁଁ ଚା ନ ପାଇ ଗରମ ପାଣି ପିଇ ଶୀତ ନିବାରଣ କରୁଥିବା ବିଲାତର ଅନାମଧ୍ୟ ପିଲାଟି ପରବର୍ତ୍ତୀ କାଳରେ ପ୍ରଧାନମନ୍ତ୍ରୀ ହୋଇଥିଲା। ପଇସା ଅଭାବରୁ ଘରେ ଆଲୁଅ ଜାଳି ନ ପାରି ସଡ଼କ ଆଲୁଅରେ ପାଠ ପଢ଼ୁଥିବା ଆମେରିକାର ଗରିବ ପିଲାଟି ଦିନେ ଯୁକ୍ତରାଷ୍ଟ୍ର ଆମେରିକାର ସଭାପତି ଆସନରେ ବସିଥିଲା। ସେହି ଯୁକ୍ତରାଷ୍ଟ୍ରର ଜଣେ ସଭାପତିଙ୍କର ଉନ୍ନତି ହୋଇଥିଲା ପତ୍ରକୋଡ଼ିଆର ରାଜପ୍ରସାଦ ମଧ୍ୟକୁ। ବଙ୍ଗପ୍ରଦେଶକୁ ଆସିଥିବା ଜଣେ ଗୋରା ଲାଟ ସାହେବ ଦିନେ କୁଲି ଭାବରେ ଜୀବିକା ଉପାର୍ଜନ କରୁଥିଲେ। ଜଣେ ସାମାନ୍ୟ କଚୁଆନର ପୁଅ ପ୍ରଥମ ମହାସମରରେ ବିରାଟ ମନ୍ଥନ ମଧ୍ୟରୁ ଚେକୋସ୍ଲୋଭାକିଆ ଭଳି ରାଜ୍ୟ ପ୍ରତିଷ୍ଠା କରିଥିଲା। ଦରିଦ୍ର କମାର ଘରେ ଜନ୍ମ ହୋଇଥିବା ମୁସୋଲିନ ଦିନେ ହୋଇଥିଲେ ଇଟାଲୀର ଭାଗ୍ୟ ବିଧାତା। ଇଟାଭାଟିରେ କାମ କରି ପେଟ ପୋଷୁଥିବା ପିଲାଟି ଦିନେ ହିଟଲର ରୂପେ ହୋଇଥିଲେ ପୃଥିବୀ ବିଖ୍ୟାତ। ମୋଚି ପିଲା ହୋଇ ମଧ୍ୟ ଷ୍ଟାଲିନ ହେଲେ ରୁଷିଆର କର୍ଣ୍ଣଧାର। ଭାରତର ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ ମଧ୍ୟ ହୋଇଥିଲା ସାମାନ୍ୟ ପୂଜାରୀ ଘରେ। ଏତେ ବାମନ ହୋଇ ଜନ୍ମ ହୋଇଥିଲେ ମଧ୍ୟ ଆକାଶର ଚନ୍ଦ୍ର ଧରିବାକୁ ସମର୍ଥ ହୋଇଥିଲେ। ସାମାନ୍ୟ ଚା ବିକୁଥିବା ଲୋକଟି ମଧ୍ୟ ଆଜି ଭାରତର ପ୍ରଧାନମନ୍ତ୍ରୀ ପଦରେ ବସିଛନ୍ତି। କିନ୍ତୁ ଏହିପରି କୋଟି କୋଟି ବାମନ ପୃଥିବୀକୁ ଆସି ବଣର ମାଳତୀ ପରି ବନରେ ଫୁଟି ଝଡ଼ି ପଡ଼ୁଛନ୍ତି। ଆକାଶ ବକ୍ଷରେ ଥିବା ଉଜ୍ଜ୍ୱଳ ଚନ୍ଦ୍ରମଣ୍ଡଳକୁ ଦେଖି ଲୋଭ ସମ୍ବରଣ କରିନପାରି ଯିଏ ଚନ୍ଦ୍ରକୁ ହାତ ବଢ଼ାଇ ଧରିପାରୁଛି, ସେ ଉଚ୍ଚତାରେ ଲକ୍ଷ ଲକ୍ଷ ଡେଙ୍ଗା ଲୋକଙ୍କୁ ଟପି ଯାଉଛି। ଯିଏ ନ ଧରିପାରୁଛି, ସେ ହାସ୍ୟାସ୍ପଦ ହେଉଛି। ମଧ୍ୟ ଓଡ଼ିଆ ବିଦ୍ୟାଳୟର ଦ୍ୱିତୀୟ ଶିକ୍ଷକ ମାଧବ ମିଶ୍ରଙ୍କ ଦୃଷ୍ଟିରେ ପ୍ରାବନ୍ଧିକ ଥିଲେ ବାମନ ସଦୃଶ, କାରଣ ସେ ଥିଲେ ଅତ୍ୟନ୍ତ ଦରିଦ୍ର ଘରର ସନ୍ତାନ। ଉଚ୍ଚଶିକ୍ଷା ନିମନ୍ତେ ପ୍ରବାସକୁ ଯାଇ ସେଠାରେ ରହିବା, ଖାଇବା, ବହିପତ୍ର କିଣିବା ପାଇଁ ସମ୍ବଳ ତାଙ୍କ ପାଖରେ ନଥିଲା। ମଣିଷରେ ଗଣା ହେବା ପାଇଁ ଏଣ୍ଟ୍ରାନ୍ସ ଖଣ୍ଡକ ପାସ୍ କରିବା ଦରକାର। ପ୍ରାବନ୍ଧିକଙ୍କ ପାଇଁ ଏଣ୍ଟ୍ରାନ୍ସ ଥିଲା ଆକାଶର ଚନ୍ଦ୍ର। ତେଣୁ ମାଧବ ମିଶ୍ର ପ୍ରାବନ୍ଧିକଙ୍କୁ କହିଥିଲେ, ତୋ ପକ୍ଷରେ ଏ ତ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ନୀତି। ବର୍ତ୍ତମାନର ମାଟ୍ରିକୁଲେସନ୍ ହିଁ ଥିଲା ସେ ସମୟରେ ଏଣ୍ଟ୍ରାନ୍ସ। ବାଣପୁରର 60,000 ଲୋକଙ୍କ ମଧ୍ୟରୁ ପ୍ରାବନ୍ଧିକଙ୍କ ପୂର୍ବରୁ ଜଣେ ଏଣ୍ଟ୍ରାନ୍ସ ପାସ୍ କରି ଖୋର୍ଦ୍ଧା କଚେରୀରେ କିରାନୀରେ ରହିଥିଲେ। ତାଙ୍କ ମୁହଁରୁ ପଦେ କଥା ଶୁଣିବା ପାଇଁ ଶହ ଶହ ଲୋକ ତାଙ୍କ ଦ୍ୱାରରେ ଚାହିଁ ବସିଥାନ୍ତି।
ଏଣ୍ଟ୍ରାନ୍ସ ପାସ୍ କଲେ ଯେ ମଣିଷରେ ଗଣା ହୁଅନ୍ତି ତାହା ତାଙ୍କୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଥିଲା। ତାଙ୍କ ପଛକୁ ପୁରୀରେ ପଢ଼ୁଥିବା ପ୍ରାବନ୍ଧିକ ଆଉ ଜଣେ ହୋଇ ବାହାରିବେ ବୋଲି ବିବେଚନା କରି ସେ ଛୁଟିରେ ଘରକୁ ଆସିଲେ। ତାକୁ ସମସ୍ତେ କହୁଥିଲେ ଟିକେ ଦୟା ରଖିଥିବ। ଦୟା ରଖିବା ଅବସ୍ଥାନରେ ଉପନୀତ ହେବା ପାଇଁ ଏଣ୍ଟ୍ରାନ୍ସ ପାସ୍ କରିବା ଆବଶ୍ୟକ। ଏଣ୍ଟ୍ରାନ୍ସ ପାସ୍ କରିବା ପାଇଁ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ିବା ଆବଶ୍ୟକ ଏବଂ ପାଠ ପଢ଼ିବା ପାଇଁ ପ୍ରାବନ୍ଧିକଙ୍କ ପାଇଁ ଥିଲା ଆକାଶରେ ଚନ୍ଦ୍ର ଧରିବା, ଯାହାକୁ ହାତ ବଢ଼ାଇ ଧରି ନ ପାରି ନୈରାଶ୍ୟ ବନ୍ଦୀରେ ତାଙ୍କୁ ମାସ ମାସ ଜଳିବାକୁ ହୋଇଛି। ପରିଶେଷରେ ଆକସ୍ମିକ ଭାବରେ ଆକାଶ କଇଁଆ ଚିଲିକା ମାଛର ସଂଯୋଗ ଘଟିଛି। ପ୍ରାବନ୍ଧିକ ଅସ୍ଥାୟୀ ମାଇନର ସ୍କୁଲରେ ଯାଇ ବସନ୍ତି। ଦିନେ ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ଖୋର୍ଦ୍ଧାର ତହସିଲଦାର ତାଙ୍କ ବିଷୟରେ ଶୁଣିବା ପରେ ଖଣ୍ଡେ ଚିଠି ଲେଖି ପ୍ରାବନ୍ଧିକଙ୍କ ହାତରେ ଦେଲେ ଏବଂ ପୁରୀ ଯାଇ ରାମକୃଷ୍ଣ ବୋଷଙ୍କୁ ସାକ୍ଷାତ କରିବାକୁ କହିଲେ। ସମାଜରେ ପୁଅ ଓ ଝିଅ ଉଭୟଙ୍କର ଆବଶ୍ୟକତା ସମାନ ହେଲେ ମଧ୍ୟ ଝିଅମାନଙ୍କ ତୁଳନାରେ ପୁଅମାନେ ଅଧିକ ଆଦର ପାଆନ୍ତି। ବିଧାତା ନାରୀ ମୁଣ୍ଡରେ ଲଦିଥିବା କର୍ତ୍ତବ୍ୟର ଯଥୋଚିତ ପରିପାଳନ ହିଁ ନାରୀର ଗର୍ବ ତଥା ମହତ୍ୱର ପ୍ରତିଫଳନ। ଶକ୍ତି ସୃଷ୍ଟି ସର୍ଜନା କରିବା ସହିତ ଦୁର୍ଗା, ଲକ୍ଷ୍ମୀ, ସରସ୍ୱତୀ ପ୍ରଭୃତି ନାରୀ ଜାତିର ମହିୟସୀ ପ୍ରତିନିଧି ରୂପରେ ସଂସାରରେ ପୂଜା ପାଉଛନ୍ତି। ଆମ ସମାଜରେ ଜୀବିକାର୍ଜନ ଦାୟିତ୍ୱ ପୁରୁଷ କାନ୍ଧରେ ନ୍ୟସ୍ତ, କିନ୍ତୁ ଗ୍ରୀନଲ୍ୟାଣ୍ଡ, ସୁଇଜରଲ୍ୟାଣ୍ଡ ପ୍ରଭୃତି ସ୍ଥାନରେ ନାରୀମାନେ ବାହାରର କାର୍ଯ୍ୟ ନିର୍ବାହ କରିବା ସହିତ ଜୀବିକାର୍ଜନ ମଧ୍ୟ କରିଥାନ୍ତି। ପୁରୁଷମାନେ ଘରେ ରହି ଘର କାମ କରିବା ସଙ୍ଗେ ସଙ୍ଗେ ସନ୍ତାନର ଲାଳନ ପାଳନ କରନ୍ତି। ସେହିପରି ବର୍ମା ଦେଶରେ ନାରୀ ମଧ୍ୟ ପୁରୁଷ ଅପେକ୍ଷା ପ୍ରବଳ ଶକ୍ତିଶାଳୀ। ତଥାପି ମାନବ ସମାଜରେ କୁଟୁମ୍ବ ପୋଷିବା କାମ ପୁରୁଷର, ନାରୀର ନୁହେଁ। ତେଣୁ ବିବାହିତ ପୁଅର ନାମ ଭର୍ତ୍ତା ଓ ବିବାହିତ ଝିଅର ନାମ ହେଉଛି ଭାର୍ଯ୍ୟା। ହିନ୍ଦୁ ସମାଜରେ ପୁଅ ପିଣ୍ଡଦାନ ନିମନ୍ତେ ଯୋଗ୍ୟ ହୋଇଥିବା ଯୋଗୁଁ ଝିଅଠାରୁ ତାର ଆଦର ଅଧିକ। ସାମ୍ପ୍ରତିକ ସମାଜରେ ଝିଅ ଜନ୍ମକୁ ଏକ ସମସ୍ୟା ତଥା ଅଭିଶାପ ରୂପେ ବିବେଚନା କରାଯାଇଛି, କାରଣ ଝିଅକୁ ଉପଯୁକ୍ତ ପାତ୍ର ସହିତ ବିବାହ ଦେବା କ୍ୱଚିତ ସମ୍ଭବପର ହୋଇଥାଏ। ନାରୀର ସତୀତ୍ୱ ଉପରେ ସମାଜ ତୀବ୍ର ଦୃଷ୍ଟି ଦେଇଥାଏ। ଝିଅର ଆଚରଣ ଯୋଗୁଁ ଅନେକ ବାପା ମା ସମାଜରେ ଲାଞ୍ଛନା ଭୋଗିବାର ଦେଖାଯାଏ। ଯେଉଁ ଦୋଷ ପୁଅ ପାଇଁ ପୌରୁଷର ପରିଚୟ, ଝିଅ ପାଇଁ ତାହା ମାରାତ୍ମକ ସ୍ଖଳନ। ତେଣୁ ଝିଅକୁ ଘରେ ନ ରଖି ବିବାହ ଦେବା ନିମନ୍ତେ ପିତାମାତାଙ୍କ ହୃଦୟରେ ସୃଷ୍ଟି ହେଉଥିବା ବ୍ୟାକୁଳ ଭାବରୁ ବରପାତ୍ରମାନେ ଲାଭ ଉଠାଇବାକୁ ଚାହାନ୍ତି। ସେହି ଲାଭରୁ ଉତ୍ପତ୍ତି ହୋଇଛି କନ୍ୟା ଶୁଳ୍କ ବା ଯୌତୁକ। ସେହି ଯୌତୁକ ଦେଇପାରୁନଥିବା ପିତାମାତାଙ୍କର କେତେକ କନ୍ୟା ଆତ୍ମହତ୍ୟା କରିବା ସହ ଆଉ କେତେକ ଅବିବାହିତା ରହିବାକୁ ଶ୍ରେୟସ୍କର ମନେ କରୁଛନ୍ତି। ପୁରୁଷ ସହିତ ନାରୀର ସମ୍ପର୍କ ନିୟନ୍ତ୍ରଣ କରିବା ଗୋଟିଏ ବଡ଼ ସାମାଜିକ ସମସ୍ୟା ରୂପେ ଦେଖାଦେଇଛି। ପାରିବାରିକ ଜୀବନ ଯଥାର୍ଥ ଆଦର୍ଶ କି ନା ତାହା କ୍ରମେ ସନ୍ଦେହର ବିଷୟ ହୋଇପଡ଼ିଛି। ପୁରୁଷଙ୍କ ପରି ନାରୀମାନେ ସମାଜରେ, ରାଜନୀତି କ୍ଷେତ୍ରରେ ବଡ଼ ବଡ଼ ପୀଠରେ ବସିବାକୁ ଆରମ୍ଭ କଲେ ମଧ୍ୟ ଆଜି ଝିଅ ଅପେକ୍ଷା ପୁଅର ଆଦର ବେଶୀ ରହିଛି। ଦରିଦ୍ର ଘରର ବଡ଼ ସମ୍ପଦ ହେଉଛି ତାର ସନ୍ତାନ। ଘରେ ପ୍ରାବନ୍ଧିକଙ୍କ ଠାରୁ 10 ବର୍ଷ ସାନ ଭଉଣୀ ରହୁଥିଲେ ମଧ୍ୟ ପ୍ରାବନ୍ଧିକଙ୍କ ପାଠ ପଢ଼ିବା ପାଇଁ ପୁରୀ ଯିବା ଦିନ ତାଙ୍କ ବୋଉ ତାଙ୍କୁ ଧରି ବହୁତ କାନ୍ଦିଥିଲେ। ତାଙ୍କ ଭଉଣୀ ତାଙ୍କ ଅନ୍ଧୁଣୀ ବୁଢ଼ୀ ମା ପାଇଁ ଥିଲା ଅନ୍ଧର ଲଉଡ଼ି। ତଥାପି ସେଦିନ ପ୍ରାବନ୍ଧିକଙ୍କୁ କୁଣ୍ଢାଇ ବହୁତ କାନ୍ଦିଥିଲେ ତାଙ୍କ ବୁଢ଼ୀ ମା। ତାଙ୍କ ଆଖିରୁ ଲୁହ ଝରଝର ଗଡ଼ିଯାଇଥିଲା। ତଥାପି ସେ ପରିବାରର ବହୁ ବନ୍ଧନକୁ ଗୋଟି ଗୋଟି କରି ଛିଣ୍ଡାଇ ଲେଉଟ ଚକୁଳି ଖାଇ ବାପାଙ୍କ ସଙ୍ଗେ ରେଳରେ ପୁରୀ ଗଲେ। ସେଠାରେ ରାମକୃଷ୍ଣ ବୋଷଙ୍କୁ ସାକ୍ଷାତ କରି ଚିଠି ଦେଲେ। ଚିଠି ପଢ଼ି ବୋଷ ମହାଶୟ ପ୍ରାବନ୍ଧିକଙ୍କ ହାତରେ 5ଟି ଟଙ୍କା ଦେଲେ ଆଉ କହିଲେ, ଆଉ ଆସ ନାହିଁ। ପିଲାମାନେ, ଆମେ ଏପର୍ଯ୍ୟନ୍ତ ପଢ଼ିଲୁ ପ୍ରବନ୍ଧ ବାମନର ହାତ ଓ ଆକାଶର ଚନ୍ଦ୍ର, ଏହାର ପ୍ରଥମ ଭାଗ। ପ୍ରଥମ ଭାଗରେ ଆମେ ପଢ଼ିଲୁ ପ୍ରାବନ୍ଧିକ ଏହା ବର୍ଣ୍ଣନା କରିଛନ୍ତି ଯେ ପ୍ରାବନ୍ଧିକଙ୍କ ପାଇଁ ଏଣ୍ଟ୍ରାନ୍ସ ପରୀକ୍ଷା ପାସ୍ କରିବା ବା ମାଟ୍ରିକୁଲେସନ୍ ପାସ୍ କରିବା ଥିଲା ବାମନ ହାତରେ ଆକାଶର ଚନ୍ଦ୍ର ଧରିବା ଭଳି ଅବସ୍ଥା। ଏହି ଅବସ୍ଥା ମଧ୍ୟରେ ସେ କିପରି ଭାବରେ ବହୁତ ବାଧାବିଘ୍ନ ଓ ଝଡ଼ଝଞ୍ଜା ମଧ୍ୟରେ ପୁରୀ ଯିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ଏବଂ ପୁରୀ ଯିବା ପାଇଁ ପୁରୀରେ ରାମକୃଷ୍ଣ ବୋଷଙ୍କୁ ସାକ୍ଷାତ କରିବା ପାଇଁ ସମସ୍ତ ପର୍ଯ୍ୟାୟ ଆରମ୍ଭ ହୋଇଛି। ତା ସହିତ ସେ ସମାଜରେ ନାରୀ ଓ ପୁରୁଷର ସଂଜ୍ଞା ଏବଂ ନାରୀର ଏବଂ ପୁରୁଷର ବିଭିନ୍ନ କର୍ତ୍ତବ୍ୟବୋଧ ବିଷୟରେ ଆଲୋଚନା କରିଛନ୍ତି। ପରବର୍ତ୍ତୀ ଅଧ୍ୟାୟରେ ଆମେ ଏହାର ଦ୍ୱିତୀୟ ଭାଗ ଦେଖିବା ଏବଂ ଜାଣିବାକୁ ଚେଷ୍ଟା କରିବା
ଦ୍ୱିତୀୟ ଭାଗରେ ପ୍ରାବନ୍ଧିକ କ'ଣ କହିବା ପାଇଁ ଆଉ ବୁଝାଇବା ପାଇଁ ଚେଷ୍ଟା କରିଛନ୍ତି।